ଗୋଟିଏ କଥା ଏନେ ସେନାପତି ବାବୁ ପ୍ରଣାମ କଲେ। ଗୋମାସ୍ତା ଜଟପାତ୍ର ଆଜ୍ଞା ଏ ଅବେଳରେ ଥରେ ଇଏ ଅବେଳ ତ ଜଟ ଡାକିଲେ କଣ କହିବାକୁ ଚାହୁଁଛ? କୁବିର ଆସି ମଝି ନଈରେ ପହଞ୍ଚିଗଲାଣି। ଯାହା କହିବାର ଅଛି ସିଧା ସିଧା କୁହ। ସୀତା କହିବି ତ ବଳିଷ୍ଠ ବିରହ ଶୁଣ ମୋହର ଗିର ବଳିଷ୍ଠ ବିରହ ହାତ ଛଡ଼ା ହେବ ହାତ ଛଡ଼ା ହେବ ହାତ ଛଡ଼ା ହେବ ହେ ହାତ ଛଡ଼ା ହେବ ହାତ ଛଡ଼ା ହେବ ସୁଯୋଗ ତୋର ବଳିଷ୍ଠ ବୀର ଏ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବୀର ତୁମର ନା ଏ ଜଟ ଆରେ ମୁଁ କିଏ? ଆପଣ ଯଦି ରାଜ୍ୟର ସେନା ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି। ଏ ରାଜ୍ୟଟା ହେଉଛି ମୋର ହାତ ମୁଠା। ଆଉ କଣ ମୋର ହାତ ଛଡା ହେବ? ଆରେ ଏତେ ବଡ ବୀର ହୋଇନ ରାଜ୍ୟରେ କେତେ ଦିନ ଖଟୁଥିବ ଚାକର ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କରିର ସୁଯୋଗ ରାଜ୍ୟ ସିଂହାସନ ଛଡା ଡମ୍ବରୁ ଅଣ୍ଡାନ୍ତି ଆହେ ସେନାପତି ଡମ୍ବରୁ ଅଣ୍ଡାନ୍ତି ଆହେ ସେନାପତି କାଶୀ ରାଜ୍ୟ ରାଜା ଥର ବଳିଷ୍ଠ ବୀର ଏ ଶୁଣ କାନେ ଶୁଣ ନାକେ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବୀର ନା ତୁମର ନା କଣ କହିଲୁ? ଆଜ୍ଞା ନାଇଁ କଣ କହିଲୁ? ଶୁଣିପାରିଲି ନାଇଁ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି। ରାଜା ହେଉଛନ୍ତି ମୋ ପାଇଁ ଭଗବାନ। ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା। ଆରେ ଯାହାର ଅନ୍ନରେ ଆମ୍ଭେମାନେ ସମସ୍ତ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି। ରାଜାଙ୍କ ବିରୁଦ୍ଧରେ ଯଦି ଶଳା ପଦୁଟେ କହିବୁ ମାରଣ ତ ଜିଭଟାକୁ ଟାଣି ଆଣିବେ। ମୋ ଜୀବକୁ ସିନା ଟାଣି ଆଣିବେ ଏପଟେ ରାଜା ମନ୍ତ୍ରୀଟା ସମ୍ମୁତି ହେଲେଣି ସମ୍ମୁତି। ଭଲ ହେଇଛି। କଣ ଭଲ ହେଇଛି? ଠିକ ହେଇଛି। ଆରେ କଣ ଠିକ ହେଇଛି? ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା। ନିଜ ସ୍ତ୍ରୀ ଏ ଜଟ ଛାତିଟା ଫାଟିବ। କେବେ ତ ଛାତିଟା ଫାଟିବନି। ଯେତେ ଚାହିଁଲେ ବି ସେ ହେଉଛି ଆମ ସହକର୍ମୀ ନୁହଁ ସରୁ ଭାଇ ଗୁରୁ ଭାଇ। ସେ କଳା ଛୁଆଟାକୁ ସେ ମନ୍ତ୍ରୀଟା ଲାଳନ ପାଳନ କରିବ ନା ରାଜକାର୍ଯ୍ୟ କରିବ? ରାଜକାର୍ଯ୍ୟ କରିବ ନା ସେ ଛୁଆଟାର ଲାଳନ ପାଳନ କରିବ? ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି। ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ। ବାହାଘର ସେ ବାହାଘରେ ଆମେ ଯାଇକି ସମସ୍ତେ ଡ୍ୟାନ୍ସ କରିବୁ। ଏ ଜଟ ଆରେ ରାଜା ଘର ଭୋଜିରେ ଭୋଜି ଖାଇବ। ଭୋଜି ଖାଇବେ କେତେବେଳେ? ଆଜ୍ଞା ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା ଆମର ଆଉ ଏଇ ସେନାପତି ଦରକାର ନାହିଁ। ଆମ ସେନାପତିର ବାଜ୍ୟ ଲୋକ, ଆମ ସେନାପତି ଧୋକାବାଜ, ଆମ ସେନାପତି ଚରିତ୍ରହୀନ, ଆମ ସେନାପତି ମାଇଚିଆ, ଆମ ସେନାପତି କୁକୁର, ଆମ ସେନାପତି ନପୁରୁଷକ, ଆମ ସେନାପତି ଗୋଟେ ମଦୁଆ, ଆମ ସେନାପତି ମାତାଳି। କୁହ ସେନାପତି କୁହ ଏତେ କଥା ଶୁଣି ସାରିଲା ପରେ ରାଜ୍ୟ ରାଜା ହେବ ନା ସମୁଦ୍ର ପାଇଁ ଭିକାରୀ ହେବ? ହଁ ତୁମେ ନପୁରୁଷକ। ସମାଜ ମନ୍ତ୍ରୀଟା ରାଜାର ସମୁଦ୍ର ହେଇଗଲା ବୋଲି ମୋଢାରେ ବାର କଥା କହିବ। ମତେ ଭିକ୍ଷା ଥାଳ ଧରେଇବ? ମାରି ଦେବି।
ସେ ଅସଳ କିଳାଟା ହେଉଛି ସେ ମନ୍ତ୍ରୀର କଳା ଛୁଆଟା। ଆଉ ସେ ଛୁଆଟାକୁ ଯଦି ମାରିଦେବି ସବୁ ସମସ୍ୟାର ଅନ୍ତ ଘଟିବ। ଜଟ ଆଜ୍ଞା ଥିବ ବାଉଁଶ ନା ବାଜିବ ପଇସି। ଜଟ ଆଜ୍ଞା ଆବଶ୍ୟକ ପଡ଼ିଲେ ସେ ମନ୍ତ୍ରୀଟାକୁ ବି ଛାଡ଼ିବି। ଆଉ ମନ୍ତ୍ରୀ କଥାରେ ଯଦି ସେ ରାଜାଟା ଯଦି ମଜବୁତ ହୁଏ ଛାଡ଼ିବିନି। ବାସ୍ ମାରଣ ମାରିଦେ। ଫିଲାସ୍ତେ ଏ ବହି ଯାଉଥିବା ପବନର ବି କାନ ଅଛି, ଯେମିତି ଏ କଥାଟା ଆପଣ ଆଉ ମୋ ବ୍ୟତୀତ କେହି ନ ଜାଣିପାରୁ। ଆବେ ଏ କଥାଟା ତୁ ମୋ ବ୍ୟତୀତ କେହି ଜାଣି। ଆଜ୍ଞା ଚାଲ ଚାଲନ୍ତୁ ଆଜ୍ଞା। ମନ୍ତ୍ରୀଟା ତା ଛୁଆକୁ ନେଇ କୁଆଡ଼େ ଯାଇଛି। କୁଆଡ଼େ ଗଲା ଶଳାକୁ? ଚାଲ ଆଜ୍ଞା। ପ୍ରଥମେ ତାକୁ ନେଇ ଚାଲ। ଆଜ୍ଞା କିଏ କିଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା। ବୋଧେ ଜଣଙ୍କ କଥାକୁ ଛୋଡ଼ି ଦେଇଛି। ଏ କଥା ଯାଇକି ରାଜାକୁ କହିଦେଲେ ସହିଗଲା। ଦୌଡ଼ିକି ଗଲାଣି ଏପଟେ। ମାରା ସିଏ ଯିଏ ହଉ ନା କାହିଁକି ମାରିଦେ। ଆଜ୍ଞା ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟ ଦୌଡ଼ିକି ଗଲାଣି। ଶୁଣ ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରଣ ମାରିଦେ। ଚାଲ ତ ଚାଲ ଦେଖିବା କୌଶଳଟା ଆମ୍ଭ କଥା ଆଉ ଚାଲ ଚାଲ ଚାଲ। ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରିବା ପାଇଁ ଶକୁନିଟା ପୋଷା କାଟି ଭେଙ୍ଗିକି ରାଜା କରେଇଥିଲା। କିନ୍ତୁ ଏ କଳିଯୁଗରେ ଏଇ କଳିଯୁଗରେ ତ ମୋ ହାତରେ ପୋଷା କାଟି ନାହିଁ, କେମିତି ଏଇ ସେନାପତିକୁ ରାଜା କରିବି? ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଳପତ୍ର ଆଉ ରାଗି ଗଲେ ପୁରା ଛିନ୍ନ। ଆରେ ଚଲ ଚଲ ଏଇ ମନେ ପଡ଼ିଯାଏ ସେଇ ଅତୀତର କଥା। ଏଇ କାଶୀ ରାଜ୍ୟର ରାଜା ଯେତେବେଳେ ମୋ ଭଉଣୀକୁ ଭଲ ପାଇ ବସିଲା, ଆରେ ମୁଁ ତ ଖୁସିରେ ପାଗଳ ହେଇଯାଇଥିଲି। ସାମାନ୍ୟ ଚାକରର ଭଉଣୀ ପୁରୀ ରାଜାଙ୍କର ବୋହୂ ହବ। ରାଜା ହସ୍ତରୁ ଶଙ୍ଖା ପିନ୍ଧିବ, ମଥାରେ ସିନ୍ଦୁର ନବ। କିନ୍ତୁ ସର୍ବଶେଷ ରାଜାଟା ଅନ୍ୟ କାହାକୁ ବାହା ହେଇ ପଡ଼ିଲା। ଆରେ ସେଇ କଥା ଶୁଣିକି ମୋ ଭଉଣୀଟା ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା, କିନ୍ତୁ এটা জট ভাইটা বঞ্চিছি। ছাড়িবিনি বে, রাজবংশটাকে সমূলে ধ্বংস করিদেবি। ধ্বংস এ সূর্যচন্দ্র দশটিক পাড়। আজ জটপাত্র শপথ করিতে কହୁছি, রাজবংশটাকে ধ্বংস ন করা পর্যন্ত কেবে বি মু শান্তিরে নিঃশ্বাস মারি পারিবি না। জটপাত্র মু জটপাত্র ভଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିନ୍ନ ଛାତ।